ପିଲାମାନେ ତୁମକୁ ଆଜି ମୁଁ ଗୋଟେ ସୁନ୍ଦର ଟ୍ରିକ୍ସ ବତେଇବି। ତୁମେ ତ୍ରିଭୁଜ ଭିତରେ ଯେଉଁ ଭାଗ କରାହେଉଛି ତ୍ରିଭୁଜ ସଂଖ୍ୟା କେତେ ଆମେ କେମିତି ତାକୁ ସାଙ୍ଗେ ସାଙ୍ଗେ ନିର୍ଣ୍ଣୟ କରିବା ଦେଖିବା। ଏଠି ଗୋଟେ ଟ୍ରିକ୍ସ ଦେଖ ପିଲା, ଏଠି ଆମର କ'ଣ ହେଇଛି ନା ଦୁଇଟା ଗୋଟେ ତ୍ରିଭୁଜ ଭିତରେ ଗୋଟେ ଗାର ଟଣା ହେଇଛି, ତ୍ରିଭୁଜକୁ ଦୁଇ ଭାଗରେ ବ୍ୟକ୍ତ କରାହେଇଛି। ତାହେଲେ ଏଠି ଆମର କେଇଟା ତ୍ରିଭୁଜ ରହୁଛି ଭିତରେ ନା ଦେଖ ପିଲା, ଏଠି 1 ଯୁକ୍ତ 2 ସମାନ 3ଟା ତ୍ରିଭୁଜ ଭିତରେ ରହିଲା। ଗୋଟେ ଛୋଟ ତ୍ରିଭୁଜ, ଇଏ ଗୋଟେ ତ୍ରିଭୁଜ, ବଡ଼ ତ୍ରିଭୁଜ, 3ଟା ତ୍ରିଭୁଜ। ତ ଏଠି ଆମର କ'ଣ କରାହେଇଛି, ଏ ଗୋଟେ ଗଲା 1ରେ 2 ମିଶାଇ ଦେଲେ 3, ଯେତେ ଭାଗ ହେଇଛି ତାକୁ ମିଶାଇ ଦେବା। ସେଠି ଏଠି ଦେଖ, ଏଠି ଗୋଟେ ତ୍ରିଭୁଜ ଆକୁ କେତେ ଭାଗ କରାହେଇଛି ନା ଗୋଟେ ଭାଗ, 2 ଭାଗ, 3 ଭାଗ କରାହେଇଛି। ତାହେଲେ ଆମେ କେତେଟା ତ୍ରିଭୁଜ ସଂଖ୍ୟା ପାଇବା ନା 1 ଯୁକ୍ତ 2 ଯୁକ୍ତ 3 ସମାନ 6, 6ଟି ତ୍ରିଭୁଜ ଏଠି ପାଇବା। ସେମିତି ଦେଖ ପିଲେ, ଏଠି ଆମର ଗୋଟେ ତ୍ରିଭୁଜ କେତେ ଭାଗ କରାହେଇଛି 1 2 3 4, ଏଠି ଗୋଟେ ଭାଗ 1 ଭାଗ 2 ଭାଗ 3 ଭାଗ 4 ଭାଗ। ତାହେଲେ ଏଠି ଆମର ତ୍ରିଭୁଜ ସଂଖ୍ୟା କେତେ ନା 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4 ସମାନ କେତେ ହେଲା ନା 4 3 7 2 9 1 10, 10ଟି ତ୍ରିଭୁଜ ଅଛି। ସେମିତି ଦେଖ ଏଠି ପିଲେ, ଏଠି ଗୋଟେ ତ୍ରିଭୁଜକୁ ଆମେ କେତେ ଭାଗରେ ବ୍ୟକ୍ତ କରିଛେ ନା 5 ଭାଗରେ ବ୍ୟକ୍ତ କରିଛେ ନା 1 2 3 4 5 ଭାଗରେ ବ୍ୟକ୍ତ କରିଛେ। ତାହେଲେ ଆମେ ଟୋଟାଲ ତ୍ରିଭୁଜ ସଂଖ୍ୟାଟି କେତେ ହେବ ନା 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4 ଯୁକ୍ତ 5 ସମାନ କେତେ ଏଠି ହେଲେ ଆପଲେ 2 1 3 3 6 4 10 5 15। ଏଠି ତ୍ରିଭୁଜ ସଂଖ୍ୟା କେତେ ହେଇଗଲା 15। ତାହେଲେ ଏଠି ଆମେ ଜାଣିଲେ ବର୍ତ୍ତମାନ ତ୍ରିଭୁଜକୁ ଆମେ ଭର୍ଟିକାଲରେ ଡିଭାଇଡ଼ କରୁଛେ। ତାହେଲେ ଆମେ ଜାଣିଲେ କେତେ ଭାଗରେ ପାଉଛେ, କେତେଟା ତ୍ରିଭୁଜ ପାଉଛେ ଆମେ ଇଜିଲି କାଲକୁଲେଟ୍ କରିପାରିବା। ସେମିତି ଦେଖ ପିଲେ, ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ, ଏଠି ଆମର ତ୍ରିଭୁଜକୁ ଆମେ କ'ଣ କନା ହରାଇଜେଣ୍ଟାଲି ଆମେ ତ୍ରିଭୁଜକୁ ଭାଗ କରିଛେ। ଏଠି ଆମେ ଭର୍ଟିକାଲ ଭାଗ କରିଥିଲେ, ଏଠି ହରାଇଜେଣ୍ଟାଲ ଭାଗ କରିଛେ। ଏଠି କ'ଣ ହେଇଛି ନା କେତେଟା ଭାଗ କରାହେଇଛି, 2ଟା ଭାଗ କରାହେଇଛି। ତାହେଲେ ଏଠି ତ୍ରିଭୁଜ ସଂଖ୍ୟା ହେଇଗଲା କେତେ ଆମର ପିଲେ ନା 2। ଏଠି ସେମିତି ଦେଖ, ଆମେ ହରାଇଜେଣ୍ଟାଲି କେତେ ଭାଗ କରିଛେ ନା 1 2 3 ଭାଗ କରିଛେ। ତେଣୁ ତ୍ରିଭୁଜ ସଂଖ୍ୟା 3 କେମିତି ନା ଏ ଛୋଟ ଗୋଟେ ଭାଗ 1, ଇଏ ଗୋଟେ ଭାଗ 2, ଇଏ ଗୋଟେ ଭାଗ ହେଲା 3। ତାହେଲେ ଆମେ ଭର୍ଟିକାଲି ଯେତେବେଳେ ଭାଗ କଲେ କେତେଟା ତ୍ରିଭୁଜ ପାଉଛେ ଆମେ ଜାଣିଲେ, ହରିଜେଣ୍ଟାଲି ଭାଗ କଲେ କେତେଟା ଭାଗ ପାଉଛେ ଆମେ ଜାଣିଲେ। ବର୍ତ୍ତମାନ ଦେଖ, ଏଠି ଗୋଟେ କ'ଣ ହେଇଛି ନା ହରିଜେଣ୍ଟାଲି ଭର୍ଟିକାଲି ଉଭୟକୁ ଆମେ ଭାଗ କରିଛେ। ହରିଜେଣ୍ଟାଲି ଭାଗ କରାହେଇଛି, ଭର୍ଟିକାଲି ବି ଭାଗ କରାହେଇଛି। ତାହେଲେ ଏଇ ଜାଗାରେ ଆମେ କେମିତି ତ୍ରିଭୁଜ କେମିତି ଆମେ କାଉଣ୍ଟ କରିବା କେମିତି ନା ଦେଖ ପିଲେ, ଫାଷ୍ଟ ଆମେ ଭର୍ଟିକାଲି ତାକୁ ଭାଗ କରିଛେ, କେତେ ଭାଗରେ ନା ଭାଗ କରିଛେ ନା 1 ଭାଗ 2 ଭାଗ 3 ଭାଗ। ତାହେଲେ 3 ଭାଗ ବ୍ୟକ୍ତ କଲେ ଆମେ ତ୍ରିଭୁଜ ସଂଖ୍ୟା କେତେ ପାଇଲେ ନା 1 ଯୁକ୍ତ 2 ଯୁକ୍ତ 3 ସମାନ କେତେ ହେଲା ନା 6। ତାହେଲେ ଆକୁ ଆମେ ଦେଖିଲେ ଯଦି ଆମେ ଭର୍ଟିକାଲି ଆକୁ ଭାଗ କରିଛେ ଆମେ ପାଉଛେ 6ଟା। ଆମେ ହରିଜେଣ୍ଟାଲି କେଇଟା ଭାଗ କରିଛେ ନା 1 2 2ଟା ତ୍ରିଭୁଜ ପାଉଛେ। ତାହେଲେ ଆମେ କ'ଣ କରିବା ଏଠି ନା 6ରେ ଆମେ 2 ଗୁଣ ଦେବା, 6 2 12ଟା। ତାହେଲେ ଏଠି ତ୍ରିଭୁଜ ସଂଖ୍ୟା କେତେ ହେଲା ଆମର ନା 12। ସେମିତି ଦେଖ, ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ, ଏଠି ଆମେ ଭର୍ଟିକାଲି କେତେ ଭାଗ 1 2 ଗୋଟେ ଭାଗ 2 ଭାଗ 3 ଭାଗ 4 ଭାଗ 5 ଭାଗରେ ବ୍ୟକ୍ତ କରିଛେ। ତାହେଲେ ଆମେ ଭର୍ଟିକାଲି ଯେଉଁ ଭାଗ କରିଛେ 5 ଭାଗରେ, ତାହେଲେ ତ୍ରିଭୁଜ ସଂଖ୍ୟା କେତେ ହେଲା ନା 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4 ଯୁକ୍ତ 5 ସମାନ ଆମର କେତେ ହେଇଗଲା ପିଲେ ନା 15 ହେଇଗଲା। ତ ଆମେ ପୁଣି ଦେଖିବା, ତାପରେ ଭର୍ଟିକାଲି ଏଠି ଭାଗ ହେଲା 15, ହରିଜେଣ୍ଟାଲି କେତେ ଭାଗ ହେଉଛି ନା 1 2 3। ତାହେଲେ 15 ଗୁଣନ 3 ସମାନ କେତେ ହେଲା ଆମର ତ୍ରିଭୁଜ ସଂଖ୍ୟା ନା 45। ତାହେଲେ ଏହିପରି ଭାବରେ ଆମେ ହରିଜେଣ୍ଟାଲି ଭାଗ କରାହେଇଥିବ ବା ଭର୍ଟିକାଲି ଭାଗ କରାହେଇଥିବ ଯେତେଟା ତ୍ରିଭୁଜ ଆମେ ଭାଗ କରିବା ଇଜିଲି ଆମେ ତ୍ରିଭୁଜ ସଂଖ୍ୟା କାଉଣ୍ଟ କରିପାରିବା। ଯଦି ଟ୍ରିକ୍ସଟି ତୁମକୁ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ, ସେୟାର କରିବ। ପୁଣି ଦେଖାବା ଆଉ ଗୋଟେ ନୂଆ ଆଧାରରେ ନୂଆ ଟ୍ରିକ୍ ସହିତ। ସେତେବେଳେ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।